चाउल धुआ हम पोक केते उड़ुछंदी देख गड़ गड़ मालरा पकई कसिकी देखी पारे हमारा आलू कषा चली माछ आसिले पड़ो कौन कुकुर कौन खली चाटिला तो हे गाइस जय जगन्नाथ आपण मानक एक नुआ ब्लॉग रे स्वागत करुछि मु अरुण कुमार। आज आमे आसचु भोजी करिया पई नदी कूल को आ देखि पारथे आमे आसचु ए होसंती हापी आमर बसचे एपटे हंडा भात हंडा बसचे एपटे देखि पारथे आउ एडी सब पैंट शर्ट रखा है गोटे सब सामान पत्र चाउल धुआ हबो देखि पारथे चाउल धुआ हबो आ एपटे आमर सब सामान पत्र अच्छी रोसई पाई आउ किछि पिला जाइछन्ती माछ मारिक आनिबे नदी रु माछ भोजी हबो तो वीडियो टी शेष पर्यंत देखंतु देखिले आपण माने जानि पारिए आमे केमती माछ भोजी करजु नदी कूल रे। चाउल धुइबु रे जो भले पत्थर होइछि सब पत्थर केमती पत्थर अच्छी चाउल धुआ हम पोक केते उड़ुछंदी देख नदी कूल एमती बाली ये देखिपे पत्थर ये हूँ पानी नदी बाली एमती नदी कूल आम कर भोजी 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 ये आमर हापी चाउल धोई धोई सारूँ लेट हो मेरा कौ चढ़ेबू कौन कि केते जोरे टीटिया ये राति रे कि जानी भूत हो किए जानी केते जोर बोलछंती आ कौ चढ़ेबू बोलछंती कि एते जोरे देखिए जा पत्थर रे गोड़ खसीज ना पड़थ बाटे देखी पारे ये आम जाल आसी काठ एतिकी आखिर लुह जरूर एका रोषे कर माछ मारिक किए जाइछन्ती नल बोली आम दी तीन टा खंडे जाइछन्ती माछ हो कि ना देखु भाई मसला पानी खाली खाई जीवु आ माछ न मिलले कौन करिया आलू झोल करिक खाई जा आलू झोल हबनी आ मसला पानी भात हलदी घाट हलदी पानी हौ देखिया कौन अच्छे भाग्य माछ मिछ जाइछन तो तीन टा हमर माछ मारिया पई हमर तीन जण पिला जाइछन माछ मारिया पई तो से माछ आनी पारिबे कि नाही सेटा हमको संदेह लागुची जदि माछ आइले भल कथा माछ झोल हबो जदि माछ न आइले हलदी घाट मसला पानी करिक खाइकी जीवो आ कोन करिया भाग्य जहा अछि खाइकी जिया नुह कि हापी हापी कौन एमती सब पकईकी जाइछन्ती हरिक ड्रेस पतर हियाड़े कड़ईटे थुआई ना बेला ताटिया खली चाउल दूसरी
ଚାମଚ ଫାମଚ ସବୁ ପକେଇ ଦେଇକି ମାଛ ପାଇଲେ କି ନାହିଁ ପଚାରେ ନହେଲେ କାଟିବାନି ଏଗୁରା। ମାଛ ପାଇଲେ କି ନାହିଁ ପଚାରିବା ଆଗ ଗୋଟେ ରାଉଣ୍ଡ ଆଗ ମାରି ସାରନ୍ତୁ। ହଁ ଗଡ଼ ଗଡ଼ ମାଳରା ପକେଇଛୁ କସିକି ଆମେ ପିଆଜ ଥିଲା ହାତ କଟିଯିବ ଦେଖିକି ଆନ୍ଧେରା ଷ୍ଟାଇଲ ପରା। କେତେ ପୋକ ଉଡୁଛନ୍ତି କିରେ। ମୋବାଇଲ ଟା ସାରା ମୋର ପୋକ ହେଇଯାଇଥିଲେ ମୋବାଇଲ ଟା ଚଜ ମାରି କରୁଥିଲେ। ଗୋଟେ ଖିଆରେ 50 ଗ୍ରାମ ପାଇଛନ୍ତି ବେନ୍ଦା ବେସନ କହିବ ପଠାଣି। ଟିଫିନ ଦେଲାନି ଆମ ଦେହ ନିଆଁ ହେଇଗଲା ଏକାଥରେ। ଭଲ କି ବୁଝିକିରେ। ବର୍ତ୍ତମାନ ଆମର ଭାତ ରେଡି ହେଇଗଲାଣି ଦେଖିପାରୁଥିବେ ଭାତ ପୁରା ରେଡି। ରହରେ ଥାଳିଟେ କଣ ଦେଖାଉଛୁ କି ଥାଳିଟା କଣ କରିବୁ କି? ଭାତ ଘୋରା ହେଇକି ନିକଳା ହବ। ସେଇଟା ତୁ କଣ କରୁଛୁ? ଏଇଟିରେ ଗୋଟେ ତଉଲିଆ ନାହିଁ କି? ଧଳାଟା ଏଟା କଣ ନାଲିଟା ଅଛି ଟିକେ। ଏଇଟା ଉଠେଇ ଦଉନୁ ପିଆଜ ଖଲିଟା ଉଠେଇ ଦେ। ଦ ଲାଗୁଛି ଗଳିଯିବ। କୋଉଠି ଗଳିଯିବ ମ କିଛି ଗଳିବନି। ବାଗେଇକି ଯା ଖସି ପଡିବ ନହେଲେ ଯା। କେତେ କାଠ ପକେଇଛ କିରେ ଏଠି? କାଠ କେତେ ପଡିଛି? ନାହିଁ ମ ବାମ୍ଫ ବାହାରି ପଡୁଛି ପୁରା। କେତେ ପଥର କିରେ ପଥର ଖଣି। ସେ ଆସିଲେ କି ନାଇଁ ଫୋନ କରୁନ ଫୋନ କଲ ଭାବି। କେତେବେଳେ ଯାଏ ମାଛ ମାରୁଛ କି? ଦେଖି ହିରୋଟାରେ କଣ ଚୁଲି ହୁକାରେ ରଟନିଆରେ ଦେଖିପାରୁଥିବେ ଆମର ଆଳୁ କଷା ଚାଲିଛି ଆଉ ମାଛ ଆସିଲେ ପଡ଼ିବ ମାଛ କଷା ହବ। ମୋବାଇଲଟାକୁ ପକେଇଦବୁ କି ଆଉ ଭିତରେ? କଣ ପାଇଁ ମ ମୋବାଇଲଟା ଖାଲି ମୁଁ ପକେଇ ଦଉଛି। କଷାଟା ଠିକ୍ ହେଇନି? ଏକ ନମ୍ବର କଷା ହାପି କଷେଇବ ଏକାଥରେ ତ କାଟି ଛଡେଇକି ଇଏ କରିବ ଆଉ। ହେରା ସେମିତି ବେଶୀ ସମୟ ଲାଗିବ। ଅନେଇଲେ ଦେଖିଆ ହାଇ କରିଦେଲେ ହଉନି ପକାନି ଅତୁଲ ଭାଇ ହାଇ କରିଦେଲୁ। ଚାମଚ ଅଛି ଚାମଚରେ ଆଡା ଚାମଚରେ ଆଡେ ଦେ ତମେ ତ ନା କେତେ ସୁଧିକି ଏଇଟା ମନା କରିଥିଲୁ ଖାଇବୁନି ବୋଲି। କଣ କେତେ କଥା କହିବୁ ସେ ଯଦି କହିଥାନ୍ତା ତା ପାଇଁ ଆଳୁ ଗୋଟେକି ଦିଟା ହଉ ଯାହା ହଉଛି ହଉ ସେ ତ ଖାଉନି ଆଇଁଷ। ପ୍ରଭୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ସିଜିନି କି ଆଳୁ ଦେଖିଲୁ ଆଳୁ ସିଜିନି ପରା ଆକୁ ଏମିତି କହୁଥିଲା ତାହେଲେ ମସଲା ସିଝି ଗଲାଣି ହବନି।
ଏମିତି ଅଛି ମାଛ ଆରେ ଆଉ କାଠ ନାହିଁ ମାଛ ତ ଦଉନୁ ପଡିବ। ଉଠିଲେ ତମେ ଖାଇବୁ ଗୋଟେ ତରକାରୀ ହେଲେ। ହେ ହେ ପଟକୁ ଯା ହେପଟେ ବଡିଟା କିନ୍ତୁ ବଢିଆ ଅଛି ନ ନାଇଁ ମୁଁ ଦେଖନି ଲାଜ ଲାଗିବ ତୁ ବଡ ବଡ এটা কোন লাইট ভাল লাগিলানি তো ଇଡିଅଟ କଣ କହିବି কম বালা লগাও কি ଆଉ দাম বালা লগাও কেতো এদের তো বাহার করনো তা ভাই খাই দিল କ୍ଲୋଜଲି ଆଣୁନ ଟିକେ କ୍ୟାମେରାଟା କଣ ଜାଣିବା ଆମ ଧର ସ୍ତ୍ରୀ କ୍ୟାମେରା ଅଛି ବର୍ତ୍ତମାନ ମାଛ ପଇଲା ଖାଇଛୁ তো ଦେଖିପାରୁଥିବେ ମାଛ କେମିତି ଅଛି ଦେଖିବା ଏମିତି ମାଛ ଦେଖିପାରୁଥିବେ କେତେ ମାଛ ଅଛି এইটি ঘাটু ন ଦେହ ଇଆଡେ ରୁଷିଆ ଗାଧେଇକି ପଳେଇ ଆଇଲୁ କି ନୂଆ ଗାଁ ବେଶୀ ଦୋଷ ଘାଟେନି ଇଏ ହେଇଯିବ ଭାଙ୍ଗିଯିବ ମାଛ ଗୁଣ୍ଡ କରିଦବୁ କି ତୁ ଆଉ କଳକି ଝୋଳ କରିଦବ ଝୋଳ ଏମିତି ଫୁଲ ରହିବ ଦିଟା ମୋବାଇଲ ଅଛି ଜାଣିକା ଧରିକି ଆସିବ ଲାଟା ହାତୀର ବିଜା ହେଲେ ବି ବାଡେଇବ ନହେଲେ ତୋତେ ଏରା କଣ କରିବୁ ଆଣିକି ନୁଆ ହଁ କଣ କରିବୁ ପାଣିଟା ଆଣିବ ଧାନଚୁରାରେ ଯା ଯା ନହେଲେ କୁଳି କରିକି ଆଣିବେ ପାଟିରେ ଭରି କରିକି ଆଣିବୁ ବୋଲୁ ଏଥର କହୁଛି ସକାଳୁ କଣ ଏମିତି ହଉଛୁ ତୁ ହାପି ରିଷ୍ଟ ପାୱାର ଅଛି କି ତୋରି ଦେଖି ମୁଣ୍ଡ ଖରାପ ଲୋକ ଆଖି ମାରି ଦଉଛି ସେ ସଲମାନ ଖାନ ଦେଖିଆ ସବୁ କର ମୋ ବଡି ଦେଖ ନା ପ୍ରକାଶ ତତେ ମାଜିବାକୁ ଦେଇଛନ୍ତି କି ତୁ ମାଜେ ତୁ ମାଜିକି ଆଇଲା ଆସିକି ଆମେ ତ ଖାଇ ଦେଇଥାଉନୁ ଚାଖି ଉପାଲ ପକେଇଛୁ ପେଟ କଣ ଭାଇର ଯାଇପାରିବୁନି ଝାଡା ଯିବା କଣ ଅଛି ଚୁଡ଼ି ଚାଟି ପକଉଛୁ ତ କସିକି ବର୍ତ୍ତମାନ ଆମେ ବସି ପଡିଲୁ ଖାଇବା ପାଇଁ ଦେଖିପାରୁଥିବେ ବର୍ତ୍ତମାନ ଆମେ ବସି ପଡିଲୁ ଖାଇବା ପାଇଁ ବସୁନ ରେ ଯାହା କରୁଛୁ କରେ ଭାତଟା ଆଣେ ହାରି ଏଠୁ କଳକି ରହିଯା ଭାତଟା କିଛି କରିବା ଦୋକାନ ବସିଥିଲି ହାତ ପକା ଖଲି ଉଡି ଯାଉଛି ଉଡିବନି ଦେ ଖଲି କାହିଁକି ଚାରିଟା ଖଲି ଆମର ନହ ହେରା ଖଲି ଚାରିଟା ଖଲି କୁଆଡେ ସାତଟା ଖଲି ନା ଚାରିଟା ଖଲି ହେଲାନି କି ଠିକ ଠାକ କାଟ ଛୁରୀ କାଟ କଣ ପତରକୁ କଦଳୀ ପତ୍ରରେ ଖାଇବ କିରେ ହଁ ଥାଳିଟା ବାଗ ଲାଗିବନି କଣ ତରକାରୀ କରି ଥାଳିରେ ଖାଇବ ନାଇଁ ଠୁଙ୍ଗାରେ ଖାଇବ ନା ହାତ ଧୋଇନି ଏଇଠି ତ ପାଣି ଲାଗିଛି ହାତ ଧୋଇବା ଆମର କଳକି ବାଢିବେ ନା ଭାତ ନା କଳକି ଲଗା ବର୍ତ୍ତମାନ ସବୁ ଖଲିରେ ଭାତ ବଢା ହେଇଛି ଭିତରେ କୋଉଠି ଜନ୍ଦାଟା କି ଭିତରେ ଜନ୍ଦା ଫନ୍ଦା ସବୁ ଖାଇଦିଅ ବେ ଯାହା ହବ ଦେଖିଛୁ ବଡ ଷ୍ଟଲ ରେ ମିଠା ଦୋକାନ ଥିବ ମାଛି ହଉଥିବ ଭିତରେ ମାଛି ହଉଥିବ ଜନ୍ଦା ଲାଗିଥିବ ପିମ୍ପୁଡି ଲାଗିଥିବ ମିଠା ଖାଉଛନ୍ତି ନାଇଁ ଜନ୍ତାରା କଣ ଗୋଟେ ମିଠା କଳେଇ ଯାଇଥାନ୍ତା ଭାତ ଖାଲି ଆଳୁ ଦବୁ କି ତୁ ମାଛଟା ପୁଣି ଆସିଲେ ଦେବି ନା ବର୍ତ୍ତମାନ ଆମେ ବସି ପଡ଼ିଲୁ ଖାଇବା ପାଇଁ ଦେଖିପାରୁଥିବେ ସବୁ ଖଲିରେ ମାଛ ଭାତ ବଢ଼ା ସରିଛି ବର୍ତ୍ତମାନ ଆମେ ଖାଇବୁ କେମିତି ହେଇଛି ଟେଷ୍ଟ ଟିକେ କହିଦିଅ ପିଲାମାନେ ଆଗଣି କଳକି କେମିତି ହେଇଛି କଳକି ମାଛ ଭଲ ହେଇନି ବନେଇଛି ଆଉ କଣ କହିବି ପ୍ରକାଶ କହିବ ନା ବେନ୍ଦା ଲୋକ ନାଇଁ ସେ ବ୍ରସ୍ କରୁନି ଭାଇ ଦାନ୍ତ ଘଷୁନି କି ଆଉ ତାକୁ ସବୁ ଅଲଣା ଲାଗିବ ସବୁ ଅଲଣା ସବୁ ପିତା ଆଉ ଆମର ଅଛନ୍ତି ଏପଟେ ଅତୁଲ କହିବେ ଟେଷ୍ଟ ନାଇଁ ଟେଷ୍ଟ ଭଲ ଅଛି ଆମେ ଆନ୍ଧ୍ରା ରୋଷେଇ ରାନ୍ଧିଛନ୍ତି ସେଇଥିପାଇଁ ଭଲ ଲାଗୁଛି ଭାତ ଚାଟିକି ଖାଉଛୁ ଭେଣ୍ଡି କାଟାକୁ ଖାଇଦେବି କି ମୁଁ ଆଉ
ଝିଣ୍ଟିକାଟା ଖାଇଦେବା ନହେଲେ ଇଏ ହେଉଛି ମାଛ ଦେଖାଯାଉଛି ନା ଚୁନା ମାଛ ତମେ ତ ଦେଖିନଥିବ ଟେଷ୍ଟ ଅଛି ମସଲା ଅଧିକ ହେଇଗଲା କି ନା ଗଛ ଯୋଉ ପକେଇଲେ ମୁଁ ତମର ଭାଗ ନବ କରି ପକେଇଥିଲି କଣ ଏଇ ତ କଣ ରଖିଥିଲୁ ଆଗ ତ ପକେଇ ଦେଇଥାନ୍ତୁ ତ ଏକାଥରେ ପକେଇ ଦେଇଥାଉ ଆଉ ଗୋଟେ ଉପରେ କିରେ ତାହେଲେ କଣ ପ୍ରଥମେ ଭାତ ଗୋଟେ ଖାଇଦେବା ତା ଦେହରେ ଦେଖିବା ଟେଷ୍ଟ କେମିତି ଅଛି ସୁପର ହେଇଛି ହଁ ଯାହେଲେ ଆନ୍ଧ୍ରା ରୋଷେଇଆ ନା ଏଇଠି ଆନ୍ଧ୍ର ସେ ନୁହଁ ହାପି ଆନ୍ଧ୍ରା ରୋଷେଇଆ ଅତୁଲୁ କହିଲେ ଟିକେ ଆନ୍ଧ୍ରା ରୋଷେଇଆ କରିବ ଆଉ କ'ଣ କୁକୁର କ'ଣ ଖଲି ଚାଟିଲାଣି ତ ଓଇରା ମାନେ ଖା 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 ଆରେ କ'ଣ ଅଛି ମୋ ଖଲିରେ କିଛି ନାହିଁ ଇଏ ବାଳ ମୋ ପାଖକୁ ଧାଇଁଛି ରେ ଦେଖେ କୋଉଟା ତୁ ତାକୁ ଦେଇନୁ ଖାଇବାକୁ ଆଉ କ'ଣ କରିବ ସେ ଚାଟିବ ତତେ କାମୁଡ଼ିବନି ଯେ ଭଲ କୁକୁରଟା ଏ ଦଉନ ତାକୁ ଯୋଉଟେ ଖାଇବ ଗାଇସ୍ ବର୍ତ୍ତମାନ ଆମର ଭୋଜି ଖିଆ ସରିଗଲା ନଦୀରେ ଯେହେତୁ ମାଛ ଭୋଜି ହେଉଥିଲା ଆମର ଭୋଜି ଖିଆ ସରିଗଲା ବର୍ତ୍ତମାନ ଆମେ ଘରକୁ ଯିବା ପାଇଁ ବାହାରିଛୁ ଆଉ ପିଲାମାନେ ଯାଇଛନ୍ତି ସେପଟକୁ ହାଣ୍ଡି ମାଜିବା ପାଇଁ ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ପୁଣି ଦେଖା ହେବା ଆଉ ଗୋଟେ ନୂଆ ବ୍ଲଗ୍ରେ ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଧନ୍ୟବାଦ ବାଏ।